भगवन्नस्मन् कुरु वीरन्। ସମସ୍ତଙ୍କୁ ସୁପ୍ରଭାତମ୍। ଆଜିର ଏହି ମଙ୍ଗଳ ପ୍ରଭାତରେ ଉପସ୍ଥିତ ସମସ୍ତ ଦିବ୍ୟ ଜୀବନାକାଂକ୍ଷୀ ଭାଇ ଭଉଣୀମାନଙ୍କୁ ମୋର ସଶ୍ରଦ୍ଧ ନମସ୍କାର। ଆମେ ଉପନିଷଦର ତୈତ୍ତରୀୟ ଉପନିଷଦର ବ୍ରହ୍ମାନନ୍ଦବଲ୍ଲୀ ଅଧ୍ୟୟନ କରୁଛୁ। ଏହି ବ୍ରହ୍ମାନନ୍ଦବଲ୍ଲୀର ଆଜି ଶେଷ ମନ୍ତ୍ର ସହ ଶାନ୍ତି ମନ୍ତ୍ର ଉଚ୍ଚାରଣ କରିବା। ଏକ ଦିବ୍ୟ ଆନନ୍ଦ, ଦିବ୍ୟ ଜ୍ଞାନ ଏବଂ ଦିବ୍ୟ ଆଲୋକର ଯେଉଁ ଉତ୍ସ, ସେହି ପରମାତ୍ମାଙ୍କର ସମସ୍ତ ଉକ୍ତି, ବ୍ରହ୍ମାନନ୍ଦର ସମସ୍ତ ଉକ୍ତିକୁ ଆମେ ଆଜି ମନନ କରିବା ଏବଂ ତାଙ୍କରି ଆଲୋକରେ ନିଜର ମନ ହୃଦୟକୁ ଆଲୋକିତ କରିବା। ଆମେ ଆଜି ସେ ତୈତ୍ତୀୟ ଉପନିଷଦର ଅନ୍ତିମ ଅଧ୍ୟାୟକୁ ଯିବା ପୂର୍ବ, ଅନ୍ତିମ ଶ୍ଲୋକକୁ ବା ମନ୍ତ୍ରକୁ ଯିବା ପୂର୍ବରୁ ସର୍ବପ୍ରଥମେ ଆମେ ସେହି ପରମ ବୀଜ ମନ୍ତ୍ର ଓଁକାର ଧ୍ୱନିକୁ ଆମେ ଆମର ଏହି ସ୍ଥୂଳ କଣ୍ଠରେ ନିନାଦିତ କରିବା। ତାପରେ ଆଜିର କାର୍ଯ୍ୟକ୍ରମକୁ ସ୍ୱାଗତ କରିବା। हे परमोच्च प्रभु, चिरंतन सत्य, आमे केवल तुमरी आज्ञावह हो उठू। ओ सत्यर विधान को आश्रय करी जीवन धारण करू। आमे तैत्तरीय उपनिषदर এই ବ୍ରହ୍ମାନନ୍ଦ ବଲ୍ଲୀରେ ଉପନିଷଦୀୟ ଗୁରୁ ମଣିଷର ସର୍ବୋତ୍ତମ ଲକ୍ଷ୍ୟ ସମ୍ବନ୍ଧରେ ଆଲୋଚନା କରୁଛନ୍ତି ଯେ ମଣିଷର ସର୍ବୋତ୍ତମ ଲକ୍ଷ୍ୟ ହେଲା ସେ ବ୍ରହ୍ମାନନ୍ଦ ଲାଭ କରିବା। ସେଥିପାଇଁ ସେ ବ୍ରହ୍ମାନନ୍ଦ କ'ଣ, ସେ ଆନନ୍ଦର ମାତ୍ରା କେତେ, ସେ ସମ୍ପର୍କରେ ମଣିଷର ମସ୍ତିଷ୍କକୁ ବୋଧଗମ୍ୟ କଲା ଭଳି ଏକ ସୁନ୍ଦର ହିସାବଟେ ଦେଉଛନ୍ତି ଏବଂ କହୁଛନ୍ତି ଯେ ଏହି ବ୍ରହ୍ମାନନ୍ଦକୁ ଲାଭ କରିବା ପାଇଁ ହେଲେ ଏକ ମାନବୀୟ ଆନନ୍ଦ ମଧ୍ୟ ଲାଭ କରିବାକୁ ହେଇଥାଏ। ତାହା ଉପରେ ହିଁ ବ୍ରହ୍ମାନନ୍ଦର ବିଶାଳ ହିମାଳୟ ତୁଲ୍ୟ ଆନନ୍ଦ ସେଥିରେ ପ୍ରତିଷ୍ଠା ଲାଭ କରିପାରିବ। ସେଥିପାଇଁ ସୁନ୍ଦର ଭାବରେ କହୁଛନ୍ତି ଯେ ଏ ମାନବୀୟ ଆନନ୍ଦ କ'ଣ, ନୟମାତ୍ମା ବଳହୀନ ଲଭ୍ୟ। ଯଦି ଜଣେ ବଳହୀନ ହେଇଥିବ ତା ଦ୍ୱାରା
ଏହି ଆତ୍ମାକୁ ଲାଭ କରିବା ସମ୍ଭବ ନୁହେଁ। ସେଥିପାଇଁ ଜଣେ ମାନବ ଦୃଷ୍ଟିରୁ, ଏ ଶରୀରଧାରୀ ମାନବ ଦୃଷ୍ଟିରୁ ସେ କେମିତି ନିଜକୁ ସମର୍ଥ ହେଇଥିଲେ ଏବଂ ତାପରେ ସେହି ସମର୍ଥତାକୁ ନେଇ ସାଧନା କଲେ, ସେ ସାଧନାର ଫଳସ୍ୱରୂପ ସେ ଆନନ୍ଦ ତା ଉପରେ ପ୍ରତିଷ୍ଠା ଲାଭ କରିବେ। ସେଥିପାଇଁ ସେ ପ୍ରଥମରେ କହୁଛନ୍ତି ଯେ ସେ ମାନବ ଯେ ପୂର୍ଣ୍ଣ ଯୌବନ ପ୍ରାପ୍ତ ହୋଇଥିବ, ସେ ପୂର୍ଣ୍ଣ ଯୌବନ ପ୍ରାପ୍ତ ହୋଇ ସମସ୍ତ ସୁଗୁଣର ଅଧିକାରୀ ହେଇଥିବ। ସେ ସାଧୁ ହେଇଥିବ, ତା ଶରୀରରେ ଅଫୁରନ୍ତ ଯୌବନର ସମସ୍ତ ସୌନ୍ଦର୍ଯ୍ୟ ଉଦ୍ଭାସିତ ହେଇ ଉଠୁଥିବ। ସେ ପ୍ରାଣବନ୍ତ ହେଇଥିବ, ପ୍ରାଣର ପ୍ରାଚୁର୍ଯ୍ୟ ଏହି ଶକ୍ତିମନ୍ତ ଶରୀରକୁ ସର୍ବୋତ୍ତମ ବଳ ପ୍ରଦାନ କରି ଚାଲିଥିବ। ଶରୀର ଶକ୍ତିମାନ ହେଇଥିବ, ମନ ତାର ସଂଯମ ଓ ସୌମ୍ୟତାରେ ପରିପୂର୍ଣ୍ଣ ଥିବ ଏବଂ ତାର ବୁଦ୍ଧିବୃତ୍ତିକୁ ଜ୍ଞାନାର୍ଜନ ପାଇଁ ସେ ବୁଦ୍ଧିବୃତ୍ତିର ସମସ୍ତ ପାଖୁଡ଼ାକୁ ସେ ପରମଙ୍କ ଆଡ଼କୁ ଉନ୍ମୁକ୍ତ କରି ରଖିଥିବ। ସେ ସ୍ଥିତପ୍ରଜ୍ଞ ହେଇଥିବ। ଏହା ସହିତ ସେ ପୃଥିବୀ ଯାକର ସମସ୍ତ ଭୂତ ସମ୍ପଦ, ପରିପୂର୍ଣ୍ଣ ପ୍ରାଚୁର୍ଯ୍ୟ, ଅପର୍ଯ୍ୟାପ୍ତ ଧନ, ଯେତେ ଯାହା ଅଛି ବିତ୍ତ, ସବୁକିଛିର ଅଧିକାରୀ ହେଇଥିଲେ ସେ ଏକ ମାନବୀ ଆନନ୍ଦର ଏକକ ରୂପରେ ସେ ଆନନ୍ଦକୁ ପ୍ରାପ୍ତ କରିଥିବ। ଅର୍ଥାତ୍ ଏ ପାର୍ଥିବ ସମସ୍ତ ସୁଖ ଆନନ୍ଦର ସେ ଅଧିକାରୀ ହେଇଥିବ। ତାହା ହେଉଛି ଗୋଟିଏ ମାନବୀ ଆନନ୍ଦର ଏକକ। ସେହି ମାନବୀ ଆନନ୍ଦ ଏକକ ଉପରେ ସେ ପ୍ରାଚୁର୍ଯ୍ୟ ଭରା ଶତ ଶତ ହଜାର ହଜାର କୋଟି ଗୁଣ ସେ ପରମାନନ୍ଦ, ସେ ବ୍ରହ୍ମାନନ୍ଦ ତା ଉପରେ ପ୍ରତିଷ୍ଠିତ ହେବେ ଏବଂ ସେ ଯେଉଁ ଆନନ୍ଦ, ସେ ଆନନ୍ଦ ଏ ମାନବୀୟ ମନ କେବେ ବି କଳନା କରିପାରିବ ନାହିଁ ଯଦି ସେ ବ୍ରହ୍ମାନନ୍ଦର ସ୍ଥିତିକୁ ନିଜକୁ ଉତ୍ତୀର୍ଣ୍ଣ କରି ନ ପାରୁଛି। ତାପରେ ଆମେ ଆଲୋଚନା କରିଥିଲୁ ସେହି ଆନନ୍ଦର ଅଧିକାରୀ କିଏ? କିଏ ହେଇପାରିବ ସେ ଆନନ୍ଦର ଅଧିକାରୀ? ଉତ୍ତରରେ ଗୁରୁ କହୁଛନ୍ତି ଯେ ବ୍ରହ୍ମବିଦ୍ ଆପ୍ନୋତି ପରମ୍। ସେ ବ୍ରହ୍ମଜ୍ଞାନୀ ହିଁ ତାର ଅଧିକାରୀ ହେଇପାରିବେ। ସେ ବ୍ରହ୍ମଜ୍ଞାନର ଲକ୍ଷଣ କ'ଣ ସେ ବିଷୟରେ ତ ଆଲୋଚନା କରୁଛନ୍ତି। ଏଠାରେ ସୁନ୍ଦର ଭାବରେ କହୁଛନ୍ତି ଯେ ଯିଏ ବ୍ରହ୍ମଜ୍ଞାନୀ ଆଉ ବ୍ରହ୍ମ ଏ ଦୁଇ ଜଣ ଏକ ଅଭିନ୍ନ। ସେଥିପାଇଁ ଅର୍ଜୁନଙ୍କର ପ୍ରଶ୍ନରେ ସେ ଉତ୍ତର ଦେଉଛନ୍ତି ଯେ ଭଗବାନଙ୍କର ସ୍ୱରୂପକୁ ଆମେ ସ୍ଥୂଳତଃ କେମିତି ବୁଝିପାରିବା। ସେଠି ଭଗବାନ ଶ୍ରୀକୃଷ୍ଣ ତାର ଉତ୍ତରରେ ଦେଉଛନ୍ତି କବି ପୁରାଣମ୍ ଅନୁଶାସିତାର ଅଣରଣୀୟାନ୍ ମମନୁ ସ୍ମରେଚ୍ଚ ବିଶ୍ୱସ୍ୟ ଧାତା ଅନନ୍ତ ରୂପମ୍ ଆଦିତ୍ୟବର୍ଣ୍ଣମ୍ ତମସୁ ପରସ୍ତାତ୍। ସେ କବି ହେଇଥିବ, ସେ ସବୁକିଛିକୁ ତାଙ୍କର ଦୃଷ୍ଟି, କବି ହେଉଛି ସେ ସମସ୍ତ ଅନ୍ତର୍ଦୃଷ୍ଟି ଏବଂ ବାହ୍ୟ ଦୃଷ୍ଟିରେ ପରିପୂର୍ଣ୍ଣ ଥିବ। ଏକ ଦିବ୍ୟ ଦୃଷ୍ଟି ତା ଭିତରେ ପ୍ରକାଶ ଲାଭ କରିଥିବ। ସେ ପୁରାଣ, ସେ ଆଦିକୁ, ସେ ଆଦି ଅନନ୍ତକୁ ବୁଝିଥିବ। କବି ପୁରାଣମ୍ ଅନୁଶାସିତାର, ସେ ପରମଙ୍କ ଦ୍ୱାରା, ପରମଙ୍କ ନିର୍ଦ୍ଦେଶକୁ, ପରମଙ୍କର ଅନୁଶାସନକୁ ସର୍ବତ୍ର ଭାବରେ ଅନୁସରଣ କରୁଥିବେ। ବିଶ୍ୱସ୍ୟ ଧାତା ଅନନ୍ତ ରୂପମ୍, ସେଇ ଅନନ୍ତ ରୂପ, ସେ ବିଶ୍ୱସ୍ୟ ଧାତା, ତାଙ୍କ ସହିତ ତାର ସମ୍ପର୍କ, ସେଇ ଯେ ପରମ, ସେଇ ଯେ ପରମ ବ୍ରହ୍ମ, ସେ କବି ହେଇଥିବେ,
ସେ ଆଦି ହେଇଥିବେ, ସେ ବିଶ୍ୱସ୍ୟ ଧାତା, ସେ ଅନନ୍ତ ରୂପମ୍, ସେ ଆଦିତ୍ୟ ବର୍ଣ୍ଣମ୍ ତପସୋ ପରସ୍ତ। ଅର୍ଥାତ୍ ସ୍ଥୂଳ ଜଗତରୁ ସୂକ୍ଷ୍ମ ପର୍ଯ୍ୟନ୍ତ ତାଙ୍କର ବିସ୍ତୃତି ପରିଚୟ ରହିଥିବ ଏବଂ ତାଙ୍କୁ ଜାଣିବ କିଏ ସେ ବିଷୟରେ ସୁନ୍ଦର ଭାବରେ କହିଛନ୍ତି। ଆମେ ଆଲୋଚନା କରିଥିଲୁ ସେ ବ୍ରହ୍ମଜ୍ଞାନୀ ତାଙ୍କ ଲକ୍ଷଣ କ'ଣ ନା, ଯେଉଁ ବ୍ୟକ୍ତି ସେ ସତ୍ୟମ୍ ଜ୍ଞାନମ୍ ଅନନ୍ତଂ ପରମାତ୍ମାକୁ ଏକକ ରୂପେ ସର୍ବତ୍ର ପ୍ରତ୍ୟକ୍ଷ କରିପାରୁଥିବ, ସେ ଦେଖୁଥିବ ଯେ ସର୍ବତ୍ର ସେହି ପରମ ଏକ ଦେବ ସର୍ବଭୂତେଷୁ ଗୂଢ଼ ସର୍ବବ୍ୟାପୀ ସର୍ବଭୂତାନ୍ତରାତ୍ମା କରମାଧ୍ୟକ୍ଷ ସର୍ବଭୂତାଦିବାସ ସାକ୍ଷୀ ଚେତା କେବଳ ନିର୍ଗୁଣସ୍ୟ। ଶ୍ଵେତସତ୍ର ଉପନିଷଦରେ ସେ କଥା ବର୍ଣ୍ଣନା କରୁଛନ୍ତି। ସେ ଏକ ଦେବ ସର୍ବଭୂତେଷୁ ଗୂଢ଼, ସର୍ବଭୂତ ଭିତରେ ସେ ହିଁ ଏକ ଦେବ ଆତ୍ମ ରୂପରେ ସେ ବିରାଜମାନ କରିଛନ୍ତି। ଏକ ଦେବ ସର୍ବଭୂତେଷୁ ଗୂଢ଼ ସର୍ବବ୍ୟାପୀ ସର୍ବଭୂତାନ୍ତରାତ୍ମା, ସେ ସର୍ବତ୍ର ବିରାଜମାନ କରିଛନ୍ତି, ସର୍ବବ୍ୟାପୀ ସବୁଆଡ଼େ ସେ ହିଁ ଅଛନ୍ତି ଆଉ ପ୍ରତ୍ୟେକ ଭିତରେ ଆତ୍ମା ରୂପରେ ରହିଛନ୍ତି। ଏବଂ ତାଙ୍କର ଯେଉଁ ଅନ୍ତର ଗହ୍ୱର ପ୍ରଦେଶରେ ସେ ହିଁ ବିରାଜମାନ କରି ତାଙ୍କୁ ଧାରଣ ପୋଷଣ କରୁଛନ୍ତି, କାରଣ ସେ ସର୍ବସ୍ୟ ଧାତା, ସେ ଅନନ୍ତ ରୂପମ୍। ଏହି କଥାକୁ ଯେ ପ୍ରତ୍ୟକ୍ଷ କରିଥିବ ଏବଂ ସୁନ୍ଦର ଭାବରେ ସେ ଉପନିଷଦରେ କହୁଛନ୍ତି ଯେ ସାକ୍ଷୀ ଚେତା କେବଳ ନିର୍ଗୁଣସ୍ୟ, ସେ ସବୁକିଛିର ସାକ୍ଷୀ ହେଇଥିବେ, ସେ ଚେତନାଯୁକ୍ତ ସଦାବେଳେ ସିଏ ତାଙ୍କ ନିଜ ସ୍ୱରୂପରେ, ସେ ସତ୍ୟ ସ୍ୱରୂପରେ ସେ ବିଦ୍ୟମାନ କରିଥିବେ। ତାଙ୍କୁ କୌଣସି ଶକ୍ତି ବି ନାହିଁ ତାକୁ କଳଙ୍କିତ କରିଦେଇପାରିବ, ଛାୟାଯୁକ୍ତ କରିଦେଇପାରିବ। ସେ ସଦାବେଳେ ପବିତ୍ର ଶୁଦ୍ଧ ସ୍ଥିର ହେଇ ରହିଥାନ୍ତି। ସେ କର୍ମାଧ୍ୟକ୍ଷ ସର୍ବଭୂତାଦିବାସ, ସେ ସାକ୍ଷୀ ଚେତା କେବଳ ନିର୍ଗୁଣ, ସେ କୌଣସି ଗୁଣ ତାଙ୍କ ଭିତରେ ନଥିବ, ସେ ନିର୍ଗୁଣ ପରମ ବ୍ରହ୍ମ। ସେ ଏହି କଥାଟାକୁ ଯିଏ ବ୍ୟକ୍ତି ଜାଣେ, ପ୍ରତ୍ୟକ୍ଷ କରିପାରେ, ସେ ହିଁ ପରମ ଜ୍ଞାନୀ, ସେ ହିଁ ବ୍ରହ୍ମଜ୍ଞାନୀ। ଯେଉଁ ବ୍ୟକ୍ତି ଦେଖିପାରିବ ଯେ ମଣିଷ ଭିତରେ, ସେଇଟା ଆମେ ଆଲୋଚନା କରିଥିଲୁ ଯେ ସେଇ ବ୍ରହ୍ମବିଦ୍ ସେ ହିଁ ଦେଖିପାରିବ ଯେ ମଣିଷ ଭିତରେ ଯେଉଁ ସତ୍ୟ ବିରାଜମାନ କରିଛନ୍ତି, ସେ ସୂର୍ଯ୍ୟଙ୍କ ଭିତରେ ମଧ୍ୟ ସେହି ସତ୍ୟ ବିରାଜମାନ କରିଛନ୍ତି। ସେ ସର୍ବତ୍ର ଏକ ଅଦ୍ୱିତୀୟ ସତ୍ୟକୁ ସେ ଦର୍ଶନ କରୁଥିବ। ସେଇଟା କ'ଣ ଏଇ ଚକ୍ଷୁ ଦ୍ୱାରା ସମ୍ଭବ ହୋଇଥାଏ? ସେତେବେଳେ ତାର ଏଇ ଚକ୍ଷୁ ପଶ୍ଚାତରେ ଆଉ ଜଣେ ଦିବ୍ୟ ଚକ୍ଷୁର ପରିପ୍ରକାଶ ଘଟିଯାଇଥାଏ। ସେତେବେଳେ ଏ ବୁଦ୍ଧି ତାକୁ ପରିଚାଳିତ ନ କରି ସେ ଅନନ୍ତ ଜ୍ଞାନ ତା ଭିତରେ ଉଦୟ ଲାଭ କରିଥାଏ। ତାହାରି ଦ୍ୱାରା ସେ ନିଜକୁ ପରିଚାଳିତ ହେଉଥାନ୍ତି ଏବଂ ସେହି ଦିବ୍ୟ ଦୃଷ୍ଟି, ଦିବ୍ୟ କର୍ଣ୍ଣ ଏବଂ ଦିବ୍ୟ ଜ୍ଞାନ ଦ୍ୱାରା ହିଁ ସେ ତାଙ୍କୁ ପ୍ରତ୍ୟକ୍ଷ କରିପାରୁଥାଏ। ସେତେବେଳେ ସିଏ ଆଉ ପ୍ରତ୍ୟସ୍ମଲୋକାଦମୃତା ଭବନ୍ତି ବୋଲି ସବୁ ଶବ୍ଦଟି ବ୍ୟବହାର କରୁଛନ୍ତି। ଅର୍ଥାତ୍ ସେ ତାର ଆଉ ନିମ୍ନ ଚେତନାରେ ଆଉ ନଥିବେ, ତାର ନିମ୍ନ ଚେତନା ସମ୍ପୂର୍ଣ୍ଣ ମୃତ୍ୟୁ ଘଟିଥିବ। ସେ ଏକ ଊର୍ଦ୍ଧ୍ୱ ଚେତନା ଦ୍ୱାରା ସେ ଅନ୍ନମୟ ଆତ୍ମା, ପ୍ରାଣମୟ ଆତ୍ମା, ମନମୟ ଆତ୍ମା, ବିଜ୍ଞାନମୟ ଆତ୍ମା, ଆନନ୍ଦମୟ ଆତ୍ମାକୁ ଲାଭ କରିବ। ଅର୍ଥାତ୍ ଏଠି ପରମ ଅନ୍ନମୟ, ପ୍ରାଣମୟ, ମନମୟ, ବିଜ୍ଞାନମୟ, ଆନନ୍ଦମୟ, ଏଇ ଯେଉଁ ଅବସ୍ଥାକୁ ସେ ଭିନ୍ନ ଭିନ୍ନ ରୂପରେ ଯଦି ବା ପ୍ରକାଶ ହେଇଛନ୍ତି, କିନ୍ତୁ ତାଙ୍କର ପରିଚୟ ଏକ। ସେ ଏକ ଆତ୍ମା, ସେ ଏକ ଆତ୍ମା, ସେ ହିଁ ଅନ୍ନମୟ ହେଇଛନ୍ତି, ସେ ପ୍ରାଣମୟ ହେଇଛନ୍ତି, ସେ ମନମୟ ହେଇଛନ୍ତି, ସେ ବିଜ୍ଞାନମୟ ହେଇଛନ୍ତି,
ସିଏ ମଧ୍ୟ ଶୁଦ୍ଧ ଆନନ୍ଦମୟ ହେଇଛନ୍ତି। ସେତେବେଳେ ସେ ଦିବ୍ୟଜ୍ଞାନୀ ସିଏ ଆଉ ଭିନ୍ନ ଭିନ୍ନ ମନ ପ୍ରାଣ ଶରୀର ବିଜ୍ଞାନ ଆନନ୍ଦକୁ ଭିନ୍ନ ଭିନ୍ନ ରୂପରେ ଆଉ ଦେଖିବନି। ସେ ସ୍ପଷ୍ଟ ହୋଇ ସେ ସ୍ପଷ୍ଟତ ଭାବରେ ସେ ପରମ ସତ୍ୟକୁ ପ୍ରତ୍ୟୟ କରିପାରୁଥିବ। ଏ ବୈଦିକ ଋଷିମାନେ ଏଇ ଯେଉଁ କଥା କହୁଛନ୍ତି, ଏଇଟା ଗୋଟେ ତାଙ୍କର ପରିକଳ୍ପନା ନୁହେଁ ବା ସେ ସ୍ୱପ୍ନ ଦେଖିକିରି କଥା କହୁନାହାନ୍ତି। ଏ ଋଷିମାନଙ୍କର ଗୋଟେ ଆତ୍ମାନୁଭୂତି, ଗୋଟେ ପ୍ରତ୍ୟକ୍ଷ ଜ୍ଞାନ, ଏକଥା ବୁଝିବାକୁ ପଡ଼ିବ। ସେଇଥିପାଇଁ ଉପନିଷଦର ମନ୍ତ୍ର ଅନ୍ୟର ପ୍ରବଚନ ଶୁଣିବା ଠାରୁ, ଗୋଟେ ସ୍ଥୂଳ ମାନବର ପ୍ରବଚନ ଶୁଣିବା ଠାରୁ ଯେଉଁ ଶୁଦ୍ଧ ଉପନିଷଦ ବା ଯେଉଁ ଶୁଦ୍ଧ ଗୁରୁଙ୍କର ଗୋଟିଏ ବାଣୀ ଗୋଟିଏ ଜୀବନକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଦେଇପାରିବ। କାରଣ ସେ ମନ୍ତ୍ର ସହିତ ଶକ୍ତି ଚେତନା ପରିପୂର୍ଣ୍ଣ ହୋଇକି ରହିଥାଏ। ତେଣୁ ଉପନିଷଦ ପଢ଼ିଲା ବେଳେ ବା ଉପନିଷଦକୁ ପ୍ରତ୍ୟକ୍ଷ କଲାବେଳେ ସେଇ ଶକ୍ତି, ସେଇ ସାମର୍ଥ୍ୟ, ସେଇ ଚେତନା ଆମ ଭିତରକୁ ପ୍ଳାବିତ କରେ। କାରଣ ଏଇ ଋଷିମାନଙ୍କର ସେଇଟା ଗୋଟେ ଆତ୍ମାନୁଭୂତି, ଗୋଟେ ପ୍ରତ୍ୟକ୍ଷ ଜ୍ଞାନ, ଗୋଟେ ଡାଇରେକ୍ଟ ଏକ୍ସପିରିଏନ୍ସ। ଏବଂ ଯେତେବେଳେ ସେ ପ୍ରତ୍ୟକ୍ଷ ଜ୍ଞାନ ସହିତ ଆମର ଯେଉଁ ପ୍ରତ୍ୟକ୍ଷ ଜ୍ଞାନଟି ସଂଯୋଜିତ ହେବ, ସେଥିରେ ମଣିଷ ଗୋଟେ ଆଧ୍ୟାତ୍ମିକ ଅନୁଭୂତି ଲାଭ କରେ। ଶ୍ରୀଅରବିନ୍ଦ ଚମତ୍କାର ଭାବରେ କହୁଛନ୍ତି ଯେ ତାର ଅବସ୍ଥା, ସେ ବ୍ୟକ୍ତିର ଅବସ୍ଥା ସେଇ ମନରେ ଥିବ, ସେଇ ତାର ଏହି ଶରୀର ଥିବ, ସାଧାରଣ ଜୀବନଯାପନ କରୁଥିବ, କିନ୍ତୁ ସେ ଅନ୍ତରରେ ଏକ ଅନନ୍ତ ଆନନ୍ଦର ଆଧ୍ୟାତ୍ମିକ ଆନନ୍ଦ ସାଗରରେ ସନ୍ତରଣ କରୁଥାଏ। ସେ ଆଧ୍ୟାତ୍ମିକ ଆନନ୍ଦରେ ସେ ବଞ୍ଚୁଥାଏ। ସେତେବେଳେ ସାଧକ ନିଶ୍ଚୟ ଜାଣିପାରେ ଯେ ଏ ପ୍ରାପ୍ତ କରୁଥିବା ଆନନ୍ଦ ସେ ମାନବୀୟ ଆନନ୍ଦ ଠାରୁ କେତେ ଅଧିକ, ଏବଂ ସେ ଜାଣିପାରେ ଯେ ଏ ମାନବୀୟ ଆନନ୍ଦ କେତେ ଅଳିକ। ସେତେବେଳେ ସେ କୌଣସି ଆସକ୍ତି ଭିତରେ ସେ ଆଉ ବୁଡ଼ିକି ରହେ ନାହିଁ। ତାର ସମସ୍ତ ଆସକ୍ତ ତା ପାଖରୁ ଦୂରେଇ ଯାଇଥାଏ। ସେ ଏକ ଆଧ୍ୟାତ୍ମିକ ମହାସାଗରରେ ସନ୍ତରଣ କରୁଥାଏ। ସେ ମାନବିକ ଆନନ୍ଦ ଆମେ ଜାଣୁ ଯେ ତାହା ସବୁବେଳେ ସେ ଇନ୍ଦ୍ରିୟ ଦ୍ୱାରା ପ୍ରକଟ ହୁଏ। ଇନ୍ଦ୍ରିୟମାନଙ୍କ ଦ୍ୱାରା ମନ ଯେତିକି ପାଇଥାଏ ସେତିକି ଭିତରେ ସେ ସୀମିତ ରହେ। କିନ୍ତୁ ସେ ଦିବ୍ୟାନନ୍ଦ ସେ ଆଉ ଇନ୍ଦ୍ରିୟ ଦ୍ୱାରା ପ୍ରକାଶିତ ହୁଏନି ବା ଇନ୍ଦ୍ରିୟ ଦ୍ୱାରା ସେ ପ୍ରାପ୍ତ ହୋଇନଥାଏ। ସେ ଦିବ୍ୟାନନ୍ଦ ଗୋଟେ ଇନ୍ଦ୍ରିୟାତୀତ, ଗୋଟେ ଅତୀନ୍ଦ୍ରିୟ ଜଗତରୁ ସେ ଆସିଥାଏ ଏବଂ ସେ ଅତୀନ୍ଦ୍ରିୟ ସତ୍ତା ଦ୍ୱାରା ହିଁ ସେ ତାକୁ ଅନୁଭବ କରେ। ସେ ଅତୀନ୍ଦ୍ରିୟ ସତ୍ତା ସେ ବୁଦ୍ଧିର ଦ୍ୱାରା ପ୍ରକାଶିତ ହୁଏନି। ସେ ବୁଦ୍ଧିର ଅତୀତ ଗୋଟିଏ ଅତିମାନସିକ ସ୍ତରରେ ତାକୁ ସେ ପ୍ରାପ୍ତ କରିଥାଏ। ତେଣୁ ଏହି ମନ୍ତ୍ରଦ୍ରଷ୍ଟା ସେ ପ୍ରାଜ୍ଞ ଋଷିମାନେ ସ୍ପଷ୍ଟ ଭାବରେ କହୁଛନ୍ତି ଯେ ଯଦ୍ବାଚା, ସେ ବାକ୍ ଅପ୍ରାପ୍ୟ ମନସା ସଦ ନିବର୍ତ୍ତନ୍ତି। ସେ ବାକ୍ ସେ ମନ ସହିତ ସେ ଯେତେବେଳେ ତାକୁ ପାଉନାହିଁ, ସେ ପରମାନନ୍ଦକୁ ପାଉନାହିଁ, ସେତେବେଳେ ସେ ନିବର୍ତ୍ତନ୍ତେ, ସେ ଫେରି ଆସୁଛି। ଅତି ସ୍ପଷ୍ଟ ଭାବରେ ଋଷି କହୁଛନ୍ତି ଯେ ମନ ନିଶ୍ଚିତ ତାର ଧାରକ ନୁହେଁ। ମନ ତାକୁ ପ୍ରକାଶ କରିବା ତା ପାଇଁ ସମ୍ଭବ ହୋଇପାରିବନି। କାରଣ ମନ ଏଇ ବାକ୍ ଆଦି କର୍ମେନ୍ଦ୍ରିୟ ଦ୍ୱାରା ନିଜକୁ ପ୍ରକାଶ କରେ, କିନ୍ତୁ ପରମ ଏଇ ବାକ୍ ଆଦି କର୍ମେନ୍ଦ୍ରିୟ ଦ୍ୱାରା ପ୍ରକାଶ ସମ୍ଭବ ହୁଅନ୍ତି ନାହିଁ। ସେତେବେଳେ ମନ ଯେତେବେଳେ ସେ ପ୍ରାପ୍ତ କରିପାରୁନାହିଁ କି ତାଙ୍କୁ ପ୍ରକାଶ କରିପାରୁନାହିଁ, ସେତେବେଳେ ସେ ନିରାଶ ହେଇଯାଉଛି, ସେ ଫେରି ଆସୁଛି।
ସେ ତା ଆଗକୁ ଆଉ ଗୋଟେ ରାସ୍ତା ଅଛି, ସେଟା ସେ ଦେଖିପାରୁନାହିଁ। କିନ୍ତୁ ଯେ ଦିବ୍ୟଦ୍ରଷ୍ଟା ଋଷିମାନେ, ଯେଉଁମାନେ ବ୍ରହ୍ମବିଦ୍, ଯେଉଁମାନେ ବ୍ରହ୍ମଜ୍ଞାନର ଅଧିକାରୀ ହେଇଥାନ୍ତି, ସେ ହିଁ ବିଦ୍ୱାନ, ଆନନ୍ଦ ବିଦ୍ୱାନ ବୋଲି ସୁନ୍ଦର ଭାବରେ ବ୍ରାହ୍ମଣୋ ବିଦ୍ୱାନ ନୋ ବିଭେତି କୁତଶ୍ଚିନେତି କୁତଶ୍ଚନେତି ବୋଲି ଶବ୍ଦ ବ୍ୟବହାର କରୁଛନ୍ତି। ସେଇ ଦିବ୍ୟଜ୍ଞାନର ଅଧିକାରୀ ବିଦ୍ୱାନଙ୍କ ଭିତରେ ସେଇ ଦିବ୍ୟଜ୍ଞାନର ପରିପ୍ରକାଶ ଘଟିଥାଏ ଏବଂ ସେ ଦିବ୍ୟଜ୍ଞାନର ଗୋଟେ ଭୂମି ଭିତରେ ସେ ବିଚରଣ କରୁଥାନ୍ତି। ସେତେବେଳେ ନୋ ବିଭେତି କୁତଶ୍ଚିନେତି, ଆଉ ତା ଭିତରେ ଭୟ ନଥାଏ, ବିଭେଦ ତ ନଥାଏ। ତେଣୁ ଯେହେତୁ ବିଭେଦ ନଥାଏ, ତ ଜଣେ ଜଣଙ୍କୁ ଭୟ କରେ। ଯେତେବେଳେ ଦୁଇ ଜଣ ଏଠି କେହି ନାହାନ୍ତି, ସେ କାହାକୁ ଭୟ କରିବ? ନିଜେ ନିଜକୁ କ'ଣ ଭୟ କରିବ? ସେଠି କେବଳ ଭୟ ଜାଗାରେ କେବଳ ପ୍ରେମ ହିଁ ଥାଏ। ସେତେବେଳେ ସେ ଦିବ୍ୟାନନ୍ଦର ସାଗରରେ ଭାସୁଥାଏ, ତାର ନିରାଶ ହେବାର ପ୍ରଶ୍ନ ନଥାଏ। ତେଣୁ ସେ ତାର କୌଣସି କଥାରେ ସେ ଆଉ ଭୟଭୀତ ହୋଇନଥାଏ। ଶ୍ରୀଅରବିନ୍ଦ ସୁନ୍ଦର ଭାବରେ କହୁଛନ୍ତି ଯେ ସେଇ ଦିବ୍ୟ ଜ୍ଞାନ ବା ଦିବ୍ୟାନନ୍ଦ ମନ ଦ୍ୱାରା କେବେ ପ୍ରକାଶ ହୋଇପାରିବ ନାହିଁ। ନଲେଜ ଇଜ୍ ନଟ୍ ପସିବୁଲ୍ ଟୁ ଦି ମାଇଣ୍ଡ। ଜ୍ଞାନ କେବଳ ମନ ଦ୍ୱାରା ସମ୍ଭବ ହୋଇପାରିବ ନାହିଁ। ଏବଂ ସେ କହୁଛନ୍ତି ଦି ମାଇଣ୍ଡ ଇଜ୍ ଦି ରିଫ୍ଲେକ୍ଟର ଅଫ୍ ଦି ସୁପରକନସିଏଣ୍ଟ ନଲେଜ। ମନ ସେଠି ଗୋଟେ ଫଳକ ହେଇକି ରହିବ। ଗୋଟେ ଯେମିତି ଗୋଟେ ଆମେ ଫଳକ ରଖୁ, ଯେଠି ଆଲୋକ ପକାଉ ସେ ଫଳକ ଉପରେ, ଏବଂ ସେ ଫଳକ ଉପରେ ଆଲୋକ ପଡ଼ିକି ପ୍ରତିଫଳନ ହୁଏ, ସେ ସବୁଆଡ଼େ ଆଲୋକିତ ହୁଏ। ଆମେ ଭାବୁ ସେ ଆଲୋକଟା କ'ଣ ଫଳକରୁ ଆସୁଛି, କିନ୍ତୁ ବାସ୍ତବିକ ଭାବରେ ସେ ଆଲୋକ ଫଳକରୁ ଆସେନି। ସେ ଆଲୋକ ଅନ୍ୟ ଆଡ଼ୁ ଆସି ସେ ଫଳକ ଉପରେ ପଡ଼ିକିରି ଏଠିକୁ ଆସେ। ଯେମିତି ସୂର୍ଯ୍ୟଙ୍କ ଚନ୍ଦ୍ରଙ୍କର ଆଲୋକ, ଚନ୍ଦ୍ରରୁ ଯେଉଁ ଆଲୋକ ପାଉ, ସେଟା ଚନ୍ଦ୍ରର ଆଲୋକ ନୁହଁ, ସେଟା ସୂର୍ଯ୍ୟଙ୍କର ଆଲୋକ। ତେଣୁ ମନ ଯେଉଁ ଜ୍ଞାନର ପରିପ୍ରକାଶ କରିବ, ସେ ମନ ଏକ ମାଧ୍ୟମ ହେବ। ମନ କିନ୍ତୁ ନିଜେ କିଛି ପ୍ରକାଶ କରିପାରିବ ନାହିଁ, ତାର ସେ ଶକ୍ତି ନାହିଁ। ତେଣୁ ମନ ପଶ୍ଚାତରେ ଶ୍ରୀଅରବିନ୍ଦ କୁନ୍ଦର କହୁଛନ୍ତି, ମନ ପଶ୍ଚାତରେ ଦି ସିକ୍ରେଟ୍ ଲୁମିନିୟସ୍ କେଭାର୍ନ ଅଫ୍ ଆୱାର ସୁପରକନସିଏଣ୍ଟ ବିଇଂ। ଏ ମନ ପଶ୍ଚାତରେ ଗୋଟେ ଅତି ଗୁପ୍ତ ଆଲୋକିତ ଭାବରେ ଗୌହ ଦେଶରେ ରହିଛନ୍ତି ଗୋଟେ ସୁପରକନସିଏଣ୍ଟ ବିଇଂ। ତାଙ୍କରି ରେ, ତାଙ୍କରି ଉର୍ଜା ଦ୍ୱାରା, ତାଙ୍କରି ଉର୍ଜା ସେଇ ମନ ଦ୍ୱାରା ଏଠି ପ୍ରତିଫଳିତ ହେବେ ଏବଂ ସେ ହିଁ ଗୋଟେ ମାନବ ଜୀବନର ଗୋଟେ ସିଡ଼ି ହେବ, ନିଶୁଣି ହେବ। ତାହାରିକୁ ଆରୋହଣ କରି ମଣିଷ ସେଇ ପରମ ଜ୍ଞାନ ବା ଦିବ୍ୟ ଜ୍ଞାନର ଅଧିକାରୀ ହୋଇପାରିବ। ସେତେବେଳେ ତା ଭିତରେ ଆଉ କୌଣସି ବିଭେଦ ନଥିବ। ଏହି କଥା ସହିତ ଆମେ ଯେଉଁ ଶେଷ ମନ୍ତ୍ର ତାକୁ ପାଠ କରିବା, ସେତେବେଳେ ସେ କହୁଛନ୍ତି ଏଇ କଥା ଯେତେବେଳେ ଥିବ, ତା ଭିତରେ ସମସ୍ତ ଦ୍ୱନ୍ଦ୍ୱ ତା ଭିତରେ ଅନ୍ତର ହେଇଯାଇଥିବ, ଆଉ ଦ୍ୱନ୍ଦ୍ୱ ବୋଲି କିଛି ନଥିବ। ଯତୋ ବାଚା ନିବର୍ତ୍ତନ୍ତେ ଅପ୍ରାପ୍ୟ ମନସା ସହ ଆନନ୍ଦଂ ବ୍ରହ୍ମଣୋ ବିଦ୍ୱାନ ବିଭେତି କୁତଶ୍ଚିନେତି। ମନ ଆଉ ସେଠି ପ୍ରାପ୍ତ ହୋଇପାରୁନାହିଁ, ସେ ବାକ୍ ସହିତ ସେ ଫେରିଆସୁଛି ଏବଂ ସେ ନିଜକୁ ସରେଣ୍ଡର କରୁଛି ଏବଂ ଗୋଟେ ଯନ୍ତ୍ର ଭାବରେ ସେ ପରମଙ୍କ ପାଖରେ ସେ ସମର୍ପଣ କରୁଛି। ଏବଂ ପରମଙ୍କର ଆଲୋକର ଉର୍ଜା ସେ ମନ ଦ୍ୱାରା ରିଫ୍ଲେକ୍ଟେଡ଼ ହେଉଛି ଏବଂ ସେଥିରେ ଆନନ୍ଦ ନିଜେ, ସେ ବ୍ରହ୍ମାନନ୍ଦ ନିଜେ ସେ ତାଙ୍କ ବ୍ୟକ୍ତି ଭିତରେ ଦେଇ ପ୍ରତିଫଳିତ ହେଉଛନ୍ତି। ସେତେବେଳେ ସେ ସବୁ କିଛିକୁ ଏକ ବୋଲି ସେ ଅନୁଭବ କରିବେ। ନୋ ବିଧେତି କୁତଶ୍ଚିନେତି, ତା ଭିତରେ ଆଉ କୌଣସି ଭୟ ନଥିବ। ତାପରେ ଆମେ ଆଜି ଅଧ୍ୟୟନ କରିବା
एतं ह भावनो तपति किमहं साधुनाकरवं किमहं पापमकरवमिति सोयो एवं विद्वनेति आत्मानं स्पृणुते उभे हैवैषः एते आत्मानं स्पृणुते यो एवं वेद इत्युपनिषत्। এই ଉପନିଷଦର এই ମନ୍ତ୍ରଟି ଏଟା ଶେଷ ମନ୍ତ୍ର। ସେ କହୁଛନ୍ତି ଏତଂ ହ ଭାବ ନ ତପତି ନ ତପତି, ତାର ଆଉ ଯନ୍ତ୍ରଣା ନଥିବ। ତାର ଯେଉଁ କଥା ତାକୁ ଯନ୍ତ୍ରଣା ଦିଏ, ଯେଉଁ ଦ୍ୱନ୍ଦ୍ୱ ତାକୁ ଯନ୍ତ୍ରଣା ଦିଏ, ନ ତପତି, ସେଇ ଯନ୍ତ୍ରଣା ନଥିବ, ତାର ଅବସନ୍ନତା ନଥିବ, ତା ଭିତରେ ଅନୁତାପ ବି ନଥିବ। ଆମେ କ'ଣ ଅନୁତାପ କରୁ ବା କେଉଁ କଥାକୁ ନେଇକି ଯନ୍ତ୍ରଣା ପାଉ, କେଉଁ କଥା ଆମକୁ ଅବସନ୍ନ କରି ପକାଏ, ତାକୁ ଉପନିଷଦର ଗୁରୁ କହୁଛନ୍ତି କି ମୋହଂ ସାଧୁନା କରବମ୍ କି ମୋହଂ ପାପ କରବମିତି। ହାୟ, ମୁଁ କାହିଁକି ସାଧୁନା କରବମ୍, ମୁଁ କାହିଁକି ଭଲ କାମ ନ କଲି, ମୁଁ କାହିଁ ମଙ୍ଗଳ କାର୍ଯ୍ୟ ନ କଲି, କିମହଂ ପାପ କରବମିତି, ମୁଁ କାହିଁକି ଏ ପାପ କାମ କଲି, ମୁଁ କାହିଁକି ଭଲ କାମ ନ କଲି। ଏଇ ପ୍ରକାର ଯେଉଁ ଅନୁତାପ, ଏଇ ପ୍ରକାର ତାକୁ ଯନ୍ତ୍ରଣା, ଯେ ଭଲ ଏବଂ ଖରାପ, ଏଇ ପ୍ରକାର ଯନ୍ତ୍ରଣା ଯେଉଁ ଦେଉଛି ତାହା ନିଶ୍ଚିତ ଭାବରେ ନ ତପତି, ଆଉ ଯନ୍ତ୍ରଣା ଦେବ ନାହିଁ। କାହିଁକି ଯନ୍ତ୍ରଣା ଦେବ ନାହିଁ ବୋଲି ଉପନିଷଦ ସୁନ୍ଦର ଭାବରେ କହୁଛନ୍ତି, କାରଣ ସୋୟୋ ଏବଂ ବିଦ୍ୱାନିତେ ଆତ୍ମାନଂ ସ୍ପୃଣୁତେ। ସେ ବିଦ୍ୱାନିତେ, ଏଇ ଯେଉଁ ପାପ ଏବଂ ପୁଣ୍ୟ, ପାପ ଏବଂ ସାଧୁ, ଏ ଦୁଇଟା ଭିତରେ ଆତ୍ମାନଂ ସ୍ପୃଣୁତେ, ସେଇ ବିଦ୍ୱାନ ସେ ଜାଣିପାରେ ଏ ଦୁଇ ଜଣ ହେଉଛନ୍ତି ଗୋଟିଏ ଆତ୍ମା। ସେ ଯେଉଁ ପ୍ରଶ୍ନ କରିଥିଲେ ଯେ ଏଇ ପାପକୁ ଯେ ପରମଙ୍କୁ ଜାଣେ ନାହିଁ, ଯେ ପରମଙ୍କ ବିପରୀତ କାର୍ଯ୍ୟ କରେ ଏବଂ ଯିଏ ପରମଙ୍କୁ ଜାଣେ, ପରମ ଅନୁରୂପ କାର୍ଯ୍ୟ କରେ, ତାଙ୍କର କ'ଣ ହୁଏ, ସେ ସମ୍ପର୍କରେ ସୁନ୍ଦର ଏଠି ଉତ୍ତର ଦେଉଛନ୍ତି ଯେ ଏଇ ଯେଉଁ ଅଜ୍ଞାନ କାର୍ଯ୍ୟ ବା ଜ୍ଞାନଗତ କାର୍ଯ୍ୟ ବା ଜ୍ଞାନ ଏବଂ ଅଜ୍ଞାନ, ଏ ଉଭୟ ତ ସେ ଜଣେ ଆତ୍ମା। ଏକଥା ବିଦ୍ୱାନ ଜାଣିପାରେ, କେବଳ ସେ ଆତ୍ମାକୁ ହିଁ ଦର୍ଶନ କରୁଥାଏ। ତେଣୁ ନୋ ସ୍ପୃଣୁତେ, ତେଣୁ ସେ ଆତ୍ମା ବୋଲି ତାକୁ ସମ୍ମାନ ଦେଉଥାଏ। ଉଭେ ହବୈଷ ଏତେ ଆତ୍ମାନଂ ସ୍ପୃଣୁତେ। ତେଣୁ ଏଇ ଜ୍ଞାନ ଏବଂ ଅଜ୍ଞାନ, ଯେ ଦୃଶ୍ୟ ଯେ ଅଦୃଶ୍ୟ, ଯେ ପାପ ଏବଂ ପୁଣ୍ୟ, ଏଇ ଯେଉଁ ଉଭେ, এই ଉଭୟଟା ହେବ ଏଷ ଏତେ ଆତ୍ମାନଂ ସ୍ପୃଣୁତେ, ଏ ଉଭୟ ହେଉଛନ୍ତି ଏକ ଆତ୍ମା। ଶ୍ରୀରାମକୃଷ୍ଣ ଗୋଟେ ସୁନ୍ଦର ଅବତାରଣା ଦେଉଛନ୍ତି ଯେ ଏକଦା ସାଧୁ ତାଙ୍କ ଶିଷ୍ୟ ଘରକୁ ଯାଇଛନ୍ତି ଏବଂ ଶିଷ୍ୟ ତାଙ୍କୁ ବହୁତ କିଛି, ତାଙ୍କର ଗୋଟେ ଅଭିପ୍ରାୟ ଥିଲା ଯେ ମୋ ସାଧୁଙ୍କୁ ତାଙ୍କୁ ଅନେକ ଅଳଙ୍କାର ଦେବେ, ଧନ ଦେବେ, ଯଦି କାହାକୁ ଦେବେ ସେ ସାଧୁଙ୍କୁ ଦେଇଦେବେ। ସାଧୁଙ୍କର ବା କ'ଣ ହେବ, କିନ୍ତୁ ଯେହେତୁ ଶିଷ୍ୟ ତାଙ୍କୁ ଦେଉଛନ୍ତି, ତାଙ୍କୁ ଆଦରରେ ଗ୍ରହଣ କରନ୍ତି। ତେଣୁ ବହୁତ ଅଳଙ୍କାର, କିଛି ହୀରା ଆଉ କିଛି ଧନ, ଟଙ୍କା ପଇସା ଧରିକିରି ସାଧୁ ତାଙ୍କ ଆଶ୍ରମକୁ ଫେରୁଛନ୍ତି ଏକା ଏକା। ବାଟରେ ଏକଥା ଜାଣିଥିଲା ଜଣେ ଦୁର୍ବୃତ୍ତ, ସେ ବାଟରେ ତାକୁ କ'ଣ କଲା, ଛକିକି ବସିଥିଲା, ସାଧୁକୁ ପିଟିଲା, ତାଙ୍କ ପାଖରୁ ଛଡ଼େଇ ନେଲା। ସାଧୁ କହୁଛନ୍ତି ତ ପିଟିବା ଦରକାର ନାହିଁ, ତୁ ମୋ ପାଖରୁ ନେଇଯା, ମୋର ବା କ'ଣ ହେବ। କିନ୍ତୁ ଦୁର୍ବୃତ୍ତ ସେ କଥା ତ ଶୁଣିପାରେନି, ସେ କ'ଣ କରେ, ସାଧୁକୁ ବହୁତ ବାଡ଼େଇଲା ଏବଂ ସବୁ କିଛି ଛଡ଼େଇକିରି ନେଇଗଲା। ସାଧୁ ସେଇଠି ଚେତାଶୂନ୍ୟ ହୋଇକି ପଡ଼ି ରହିଲେ। ଏହି ସମୟରେ ଆଶ୍ରମକୁ ଖବର ଗଲା, ଆଶ୍ରମର ଶିଷ୍ୟମାନେ ଦୌଡ଼ିକିରି ଆସିଲେ। ତାଙ୍କର ଜଣେ ଅତି ଅନ୍ତରଙ୍ଗ ତାଙ୍କ ଭାଇ, ସିଏ ମଧ୍ୟ ଆସିକିରି ତାଙ୍କୁ ସାଙ୍ଗେ ସାଙ୍ଗେ ଜଳ ସିଞ୍ଚନ କଲେ
ଏବଂ ସାଧୁକୁ ଉଠେଇକିରି ନେଇଗଲେ ଆଶ୍ରମକୁ ଏବଂ ତାକୁ ସେବା ଶୁଶ୍ରୂଷା କଲେ। ଯେତେବେଳେ ସାଧୁଙ୍କର ଚେତା ଫେରିଛି ଏବଂ ତାଙ୍କୁ କ୍ଷୀର ପାନ କରାଉଛନ୍ତି ତାଙ୍କ ଭାଇ, ଏବଂ ତାଙ୍କ ଭାଇ ପଚାରୁଛନ୍ତି ଯେ ହେ ଗୁରୁଦେବ, ଆପଣଙ୍କୁ କିଏ କ୍ଷୀରପାନ ପିଆଉଛି, କ୍ଷୀରପାନ କରାଉଛି କିଏ? ସେତେବେଳେ ସାଧୁ କହୁଛନ୍ତି ଯିଏ ମୋତେ ପିଟିଥିଲା। ଅର୍ଥାତ୍ ପିଟିଥିବା ବ୍ୟକ୍ତି ଆଉ କ୍ଷୀରପାନ କରୁଥିବା ବ୍ୟକ୍ତି ଏ ଉଭୟ ଏକ ସାଧୁଙ୍କ ଦୃଷ୍ଟିରେ। ସେଥିରେ କହୁଛନ୍ତି ଯେ ମୁଁ ତ ପିଟି ନଥିଲି, ସିଏ ପିଟିଥିଲା। ସେ କହୁଛନ୍ତି ନା, ମୁଁ କାହିଁ ଦେଖିପାରୁନାହିଁ, ଯିଏ ମୋତେ ପିଟିଥିଲା ଆଉ ସିଏ ମୋତେ ଆଜି କ୍ଷୀରପାନ କରାଉଛି। ଏଇ ହେଉଛି ଗୋଟେ ସମତ୍ଵ ଦୃଷ୍ଟି। ସେ କେବଳ ସେ ଆତ୍ମାଙ୍କୁ ହିଁ ଦେଖୁଛନ୍ତି। କିଏ ଶରୀର, କିଏ ସତ୍ତା, ମାନେ ତାକୁ କିଏ ଦୁଃଖ ଦେଇଛି, କିଏ ସତ୍ତା ତାକୁ ସ୍ନେହ କରୁଛି, ଏ ପ୍ରକାର ଭାବ ସାଧୁଙ୍କ ସ୍ତରରେ ନଥାଏ। ତେଣୁ ସେ ଉଭୟଙ୍କୁ ଏକ ରୂପ ହେଇ ଦର୍ଶନ କରୁଛନ୍ତି। କେବଳ ମାନବୀୟ ସ୍ତରରେ ଏଇଟା ଥାଏ, କିଏ ଶତ୍ରୁ, କିଏ ମିତ୍ର, କିଏ ଠିକ୍, କିଏ ଭୁଲ, କିଏ ମଙ୍ଗଳ, କିଏ ଅମଙ୍ଗଳ, ଏହି ପ୍ରକାର ଦ୍ୱୈତ ଭାବ କେବଳ ଏ ମାନବୀୟ ଜୀବନ କ୍ଷେତ୍ରରେ ସମ୍ଭବ ହୁଏ, କିନ୍ତୁ ସାଧୁ ସ୍ତରରେ ସେଇଟା ନଥାଏ। କାରଣ ସେ ଦେଖେ ଯେ ସର୍ବତ୍ର ହିଁ ସେ ହିଁ ରହିଛନ୍ତି। ସେ ସୁନ୍ଦର ଭାବରେ ଅବତାରଣା କରୁଛନ୍ତି ଶ୍ରୀ ଅରବିନ୍ଦ ଯେ ସେହି ସ୍ତରରେ ୟୁ ସି ନାଥିଙ୍ଗ ବଟ୍ ବ୍ରହ୍ମନ୍ ଏଭ୍ରିହ୍ୱେୟାର। ୟୁ ଦି ୱାନ୍ ସେଲ୍ଫ are only existence. If you are only one existing, then good and evil cease to have any meaning. But if you accept this relative world are real as real, then you have accept the concept of good and evil. ସେହି ସ୍ତରରେ ଯେତେବେଳେ ସେ ଦେଖେ ସେ ବ୍ରହ୍ମ ସର୍ବତ୍ର ବିରାଜମାନ କରିଛନ୍ତି। ଦି ୱାନ୍ ସେଲ୍ଫ, ଦି ୱାନ୍ ଏକ୍ଜିଷ୍ଟେନ୍ସ, ସେ ଗୋଟିଏ ଆତ୍ମା, ସେ ଗୋଟିଏ ହିଁ ସ୍ଥିତି, ଦି ୱାନ୍ ଏକ୍ଜିଷ୍ଟିଂ। ସେତେବେଳେ ଗୁଡ୍ ଆଣ୍ଡ ଏଭିଲ୍ ସିଜ୍ ହେଇଯାଇଥାଏ, ତା ପାଖରେ ଆଉ କିଛି ନଥାଏ। ଯେତେବେଳେ ସେ ଭୌତିକ ସ୍ତରକୁ ଫେରିଆସେ, ଇଫ୍ ୟୁ ଆକ୍ସେପ୍ଟ ଦି ରିଲେଟିଭ୍ ୱାର୍ଲଡ ଏଜ୍ ରିଏଲ୍, ଯେତେବେଳେ ଏଇ ଯେଉଁ ଆପେକ୍ଷିକ ଜଗତ କୁ ରିଏଲ୍ ବୋଲି ଯଦି ଅନୁଭବ କରିବ, ବା ସେଇ ହିଁ ସବୁ କିଛି ଯଦି ଅନୁଭବ କରିବ, ଶରୀରଟି ସବୁ କିଛି ଯଦି ଅନୁଭବ କରିବ, ତାହେଲେ ତୁମ ଭିତରେ ଡୁଆଲିଟି ପଳେଇ ଆସିବ। ସେ ଗୁଡ୍ ଆଉ ଏଭିଲ୍, ସେ ଶତ୍ରୁ ଆଉ ମିତ୍ର, ଏଇ କଥା ଫେରିଆସେ। କିନ୍ତୁ ସେତେବେଳେ ସେ କ'ଣ କରେ, ନିଜ ଭିତରେ ସୁଖ ଦୁଃଖ, ହାନି ଲାଭ, ଜୟ ପରାଜୟ ସବୁକିଛି ତା ଭିତରକୁ ପଳେଇ ଆସେ। ସେଇଥିରୁ ଯିଏ ଅନ୍ତର ହେଇଯାଏ, ଅର୍ଥାତ୍ ତା ଭିତରେ ଆଉ କୌଣସି ନତପତି, ତା ଭିତରେ ଆଉ କୌଣସି ପ୍ରକାର ଅବସନ୍ନତା ତାକୁ ଅବସନ୍ନ କରେ ନାହିଁ, କି ଯନ୍ତ୍ରଣା ଦିଏ ନାହିଁ, କି ଦୁଃଖ ଦିଏ ନାହିଁ। ସୁନ୍ଦର ଭାବରେ ଅବତରଣ କରୁଛନ୍ତି ୟୋ ଏବଂ ବେଦ। ଆମର ଉପନିଷଦ, ଆମର ଶାସ୍ତ୍ର ଆମକୁ ଗୋଟେ ଏକାତ୍ମତାର ଭୂମିକୁ ଉତ୍ତରଣ କରି ନେଉଛି। ଏହା ହିଁ ଆମର ମୂଳ ଶାସ୍ତ୍ର ବା ମୂଳ ଶାସ୍ତ୍ରର ଆବେଦନ। ୟା ବ୍ୟତିରେକେ ଆମେ ଯାହା ବି କରୁ ସେଟା ଗୋଟେ ରିଲେଟିଭ୍ ଶାସ୍ତ୍ର। ମୂଳ ଶାସ୍ତ୍ର ଏଇ କଥା କୁହେ, ସବୁ ଏକ ଭୂତାନ୍ତରାତ୍ମା ଇତ୍ୟୁପନିଷଦ୍। ଏହା ହିଁ ଉପନିଷଦ, ଏହା ହିଁ ବେଦାନ୍ତ, ଏହା ହିଁ ଆମର ସର୍ବୋତ୍ତମ ଶାସ୍ତ୍ର। ତେଣୁ ଉପନିଷଦ ଆମକୁ ଏମିତି ଏକ ସୁନ୍ଦର ଜ୍ଞାନଟି ପ୍ରଦାନ କରୁଛନ୍ତି, କାରଣ ଏହି ଉପନିଷଦର ଯେଉଁ ଅର୍ଥ, ଏହାର ସାର୍ଥକତା ଏଇଠି ହିଁ ରହିଛି ଯେ ସତ୍ ମାନେ ବସିବା, ଉପମାନେ ପାଖରେ, ନି ମାନେ ତଳେ। ଗୁରୁ ଉପରେ ବସିବେ ଆଉ ଶିଷ୍ୟ ତଳେ ବସିବେ।
ଗୁରୁଙ୍କର ଯେଉଁ ଆତ୍ମଜ୍ଞାନ, ପ୍ରତ୍ୟକ୍ଷ ଆତ୍ମଜ୍ଞାନ, ସେ ଆତ୍ମଜ୍ଞାନର ଯେଉଁ ଉର୍ଜା ସେଟା ସ୍ରୋତସ୍ୱିନୀ ଭଳି ଶିଷ୍ୟଙ୍କର ପ୍ରଜ୍ଞା ଭିତରକୁ ପ୍ରବାହିତ ହୋଇ ଆସିବ ଏବଂ ଶିଷ୍ୟ ତାକୁ ଅବଗାହନ କରିବେ ଏବଂ ସେହି ଗୁରୁଙ୍କର ପ୍ରଦତ୍ତ ଯେଉଁ ଜ୍ଞାନକୁ ଲାଭ କରିବେ। ଏବଂ ଏହା ହିଁ ଉପନିଷଦର ଅର୍ଥ ଏବଂ ଯଥାର୍ଥ ଭାବରେ ଉପନିଷଦ ଏହି କଥା ହିଁ ଆମକୁ ଶିକ୍ଷାଦାନ କରୁଛନ୍ତି। ତେଣୁ ଏହାପରେ ଏଇଠି ବ୍ରହ୍ମାନନ୍ଦ ବୋଲି ଶେଷ ହେଲା ଏବଂ ଶେଷରେ ସେ ଶାନ୍ତି ମନ୍ତ୍ରର ସହ ଆଜିର ଏଇ ବ୍ରହ୍ମାନନ୍ଦ ବୋଲିକୁ ଶେଷ କରୁଛନ୍ତି। ଓಂ ସହନା ଭବତୁ ସହନୌ ଭୁନକ୍ତୁ ସହ ବୀର୍ଯ୍ୟଂ କରବାवहै ତେଜସ୍ୱିନାବଧିତମସ୍ତୁ ମା ବିଦ୍ୱିଷାवहै। ओम शांति शांति शांति। हे परम प्रभु, ओम से परम प्रभु सहना भवतु, भवतु माने आमको रक्षा करंतु। सह माने एठी गुरु एवं शिष्य उभय से उभय को आमको टीचर आमको रक्षा करंतु। आमे उपनिषद अर्थ ये तो आम अनुभव कलु जे गुरु शिष्य भितरे गोटे कथन गोटे शिक्षादानर जो क्षेत्र से क्षेत्र भितर थिबा गुरु शिष्य उभय को से रक्षा करंतु, से आमको रक्षा करंतु। सहना भवतु सहनौ भुनक्तु। आमे जेपरि भून जातुर अनेक अर्थ थाए। भूज माने भोग करिबा, एकाठी खाइबा, एकाठी बसिबा एवं आमे उभय जो ज्ञान आम पाखक आसुछि, जहाँ किछि आमे शिक्षा प्राप्त करूछु, जो ज्ञान आपको अवतरण करूछि, उभय भुनक्तु, उभय सेथिरु आमे बेनिफिट हो। आमे जेपरि उभय सेथिरु लाभदायक लाभ प्राप्त करूँ। सह बीर्यं करवावहै। आमे उभय सह बीर्यं बलशाली हो। एकाठी काम करिबा, एकाठी शिक्षा करिबा, एकाठी सहविभाजन करि हवा द्वारा आमे परस्पर को बीर्यवान करिबा। तेणु आमे परस्पर सही विद्या द्वारा से ज्ञान द्वारा बीर्यशाली हो। तेजस्विनामधितोमस्तु। से तेज अधीनम तेजाना अधीतमस्तु। आमे जहाँ किछि से ज्ञानर ऊर्जा रे आमे तेजशील हवा। सेटा इक्वाली समस्ते जेपरि परस्पर किमती तेजशील हुअन्तु बोली कामना करिवे। नो विद्वेषावहै। केही कहारी को ईर्षा करिवे नहीं। गुरु शिष्य को ईर्षा करिवे नहीं, शिष्य गुरु को ईर्षा करिवे नहीं। एक कथा कहीं प्रकृत से ईर्षा कौन थिला? निश्चित अनेक उदाहरण सब रही जे गुरु माने मध्य तांकर किछि किछि गुरु थांती जो माने पूर्ण ज्ञानर अधिकारी हेई न थांती। शिष्य मानकर तेजदीप्त ज्ञान को भी सह्य कर पारती नहीं। एवं सही प्रकार भाव न आसु बा शिष्य छात्र छात्र भितर भी विद्वेष भाव न हो, गुरु छात्र मध्य विद्वेष भाव न हो, गुरु गुरुं भितर विद्वेष भाव न रहो। यही प्रकार गोटे मंत्र बा शक्तिर कामना करी आजिर ये कार्यक्रम को ये रखा एवं परस्पर आजिर उपनिषदर जो उक्ति आमको दौरान सत्यम ज्ञानम अनंतम आत्मा, से अनंत आत्मा को किए प्राप्त ना प्राप्त करिवो ना ब्रह्मविद आपनति परम।
ବ୍ରହ୍ମବିଦ୍ ମାନେ ପ୍ରାପ୍ତ କରନ୍ତୁ। ତେଣୁ ଏହି କଥା ସହିତ ଆଜିର କାର୍ଯ୍ୟକ୍ରମକୁ ଆମେ ଆଲୋଚନା ସ୍ତରକୁ ନେଇଯିବା। ବର୍ତ୍ତମାନ ରବି ଭାଇ ଯଦି ଥିବେ ଆଲୋଚନା ଆରମ୍ଭ କରିବେ। ରବି ଭାଇ ଅଛନ୍ତି? ହଁ ରବି ଭାଇ ଅଛନ୍ତି। ନମସ୍କାର, ଶୁଭ ସକାଳ।